ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ଲୋକମାନେ ବର୍ତ୍ତମାନ ଜନସେବା କେନ୍ଦ୍ରକୁ ଯାଉଛନ୍ତି, ଆପଣଙ୍କର ପୋଷ୍ଟ ଅଫିସକୁ ଯାଉଛନ୍ତି, ବ୍ୟାଙ୍କକୁ ଯାଉଛନ୍ତି। କୋଉଥିପାଇଁ? ନା ତାଙ୍କର ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ। ତ ଦେଖନ୍ତୁ, ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ କରିବା ଦରକାର ନାହିଁ। ଯଦି ଲିଙ୍କ ଅଛି, ଖାଲି ବ୍ୟାଙ୍କ ସହିତ ଖାଲି ଆଧାର ଲିଙ୍କ ଦରକାର। ଯଦି ଆପଣଙ୍କର ମୋବାଇଲ ନମ୍ବର ସହିତ ଆଧାର କାର୍ଡ ଲିଙ୍କ ନାହିଁ, ନୋ ପ୍ରୋବ୍ଲେମ, କିଛି କଥା ନାହିଁ। ଦେଖନ୍ତୁ, ଅଳ୍ପ ସମୟ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଏହା ଟ୍ୱିଟ୍ କରିଛନ୍ତି, ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ଏକ ମୋବାଇଲ ନମ୍ବର ସହିତ ଲିଙ୍କ ହୋଇନଥିଲେ ମଧ୍ୟ ମୁହଁ କିମ୍ବା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ମାନେ ଆପଣଙ୍କର ବାୟୋମେଟ୍ରିକରେ ଆପଣଙ୍କର ଫେସରୁ ମଧ୍ୟ କରାଯାଇପାରିବ। ତ ଆପଣମାନେ ଏତେ ଆଉ ମାନେ ଯାଇକି ଲାଇନ ସକାଳ ରାତି ରାତି ଲାଇନ ଲାଗୁଛନ୍ତି। ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ ନାହିଁ, ନୋ ପ୍ରୋବ୍ଲେମ, କିଛି କଥା ନାହିଁ। ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ ଅଛି, ବହୁତ ହି ଭଲ, ନାହିଁ କିଛି ପ୍ରୋବ୍ଲେମ ନାହିଁ, ହେଲା। ତ ଯାଇକି ଆପଣମାନେ ଆଉ ଏତେ ଲାଇନ ଲମ୍ବା ଲମ୍ବା ଲାଇନ କରନ୍ତୁନି। ଆଧାର କାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ଯେମିତି ଆପଣଙ୍କ ଲିଙ୍କ ଥିବ, ଠିକ ଅଛି ରେ, ହେଲା। ବିଲକୁଲ। ତ ସମସ୍ତଙ୍କୁ ଲାଇକ୍ ଆଉ ସେୟାର କରିକି ଜଣାନ୍ତୁ, ଯୋଉଦ୍ୱାରା କି ଧାଇଁ ସେମାନେ ହନ୍ତସନ୍ତ ହେଇଯାଉଛନ୍ତି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଅନ୍ କରିଦିଅନ୍ତୁ, ଠିକ ଅଛି। ବୁଝିଲେ ନା? ବୁଝିପାରିଲେଣି? ମୁଁ ଆଉ ଥରେ କହୁଛି, ଆଧାର କାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଦରକାର। ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ ନ ହେଇଥିଲେ ବି ଆପଣଙ୍କର ଏଇ ଯୋଉ ଫିଙ୍ଗର ପ୍ରିଣ୍ଟରେ କରାଯାଇପାରିବ ସ୍କାନିଂ। ଆପଣଙ୍କର ସ୍କାନିଂ, ମୁହଁ ସ୍କାନିଂରେ ମଧ୍ୟ କରାଯାଇପାରିବ। ଏଇଟା ଗଭର୍ଣ୍ଣମେଣ୍ଟ ଦେଖନ୍ତୁ ଅଳ୍ପ ସମୟ ପୂର୍ବରୁ ଏହା ଜଣେଇଲେ, ଠିକ ଅଛି। ତ ସମସ୍ତଙ୍କୁ ଆପଣ ତା ସହିତ କେମିତି ଆପଣ ଅନଲାଇନ ଆପ୍ଲାଏ କରିବେ ତାର ଭିଡ଼ିଓ ମୁଁ ବନେଇ ଦେଇଛି। କୋଉ ଆକାଉଣ୍ଟରେ ଆପଣଙ୍କର ଟଙ୍କା ଆସିବ ତାର ମଧ୍ୟ ଭିଡ଼ିଓ ମୁଁ ଆପଣଙ୍କୁ ଲକ୍ଷ୍ମୀଧର ସାର୍ ଚ୍ୟାନେଲରେ ଆପଲୋଡ କରିଦେଇଛି, ତାକୁ ଆପଣ ଦେଖିଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।